हर हर महादेव। सिंह राशि ଆଉ ମୀନ ରାଶିର ସମ୍ପୂର୍ଣ୍ଣ ରାଶିଫଳ 10 ନଭେମ୍ବର 2025 ସୋମବାର। ସିଂହ ରାଶିର ସମ୍ପୂର୍ଣ୍ଣ ରାଶିଫଳ। ସିଂହ ରାଶି ଆଜିର ଦିନ ମିଶ୍ର ଫଳଦାୟକ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ଚାପ ରହିପାରେ, କିନ୍ତୁ ଧୈର୍ଯ୍ୟ ଓ ବୁଦ୍ଧିର ସହିତ କାମ କଲେ ସଫଳତା ମିଳିବ। ଆର୍ଥିକ ଦିଗରେ ନୂତନ ଅବସର ଆସିପାରେ। ସିଂହ ରାଶି ଆଜି ଦିନର ରାଶିଫଳ ମିଶ୍ର ଫଳଦାୟକ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ଚାପ ରହିପାରେ, କିନ୍ତୁ ଧୈର୍ଯ୍ୟ ଓ ବୁଦ୍ଧିର ସହିତ କାମ କଲେ ସଫଳତା ମିଳିବ। ଆର୍ଥିକ ଦିଗରେ ନୂତନ ଅବସର ଆସିପାରେ। କାର୍ଯ୍ୟ ଓ ବ୍ୟବସାୟ ନୂତନ ଯୋଜନା ଆରମ୍ଭ କରିବା ପାଇଁ ଦିନ ଉଚିତ। ଉଚ୍ଚ ଅଧିକାରୀଙ୍କ ସହିତ ମିଳିବାରେ ଲାଭ ହେବ। ସରକାରୀ କାମରେ ବିଳମ୍ବ ହେବା ସମ୍ଭାବନା ଅଛି। ଆର୍ଥିକ ଅବସ୍ଥା ପୁରୁଣା ଋଣ ଫେରି ମିଳିପାରେ। ନୂତନ ଆୟ ସ୍ରୋତ ଉଦ୍ଭବ ହେବ। ବ୍ୟୟ ନିୟନ୍ତ୍ରଣରେ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଏଡ଼ାନ୍ତୁ। କାର୍ଯ୍ୟ ଓ ବ୍ୟବସାୟ ନୂତନ ଯୋଜନା ଆରମ୍ଭ ପାଇଁ ଦିନ ଉଚିତ। ଉଚ୍ଚ ଅଧିକାରୀଙ୍କ ସହିତ ମିଳିବାରେ ଲାଭ ହେବ। ସରକାରୀ କାମରେ ବିଳମ୍ବ ହେବା ସମ୍ଭାବନା ଅଛି। ଆର୍ଥିକ ଅବସ୍ଥା ପୁରୁଣା ଋଣ ଫେରି ମିଳିପାରେ। ନୂତନ ଆୟ ସ୍ରୋତ ଉଦ୍ଭବ ହେବ। ବ୍ୟୟ ନିୟନ୍ତ୍ରଣରେ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଏଡ଼ାନ୍ତୁ। ପ୍ରେମ ଓ ପରିବାର ପ୍ରେମିକାଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ। ପରିବାରରେ ସମ୍ମାନ ବୃଦ୍ଧି ହେବ। ବିବାହିତ ଜୀବନ ମଧୁର ରହିବ। ସ୍ୱାସ୍ଥ୍ୟ ମନୋବଳ ଭଲ ରହିବ, କିନ୍ତୁ ଘାଡ଼ ଓ ପିଠିରେ ବେଦନା ହୋଇପାରେ। ହାଲୁକା ଅଭ୍ୟାସ ଓ ଯୋଗ ଲାଭଦାୟକ। ପ୍ରେମ ଓ ପରିବାର ପ୍ରେମୀ ଓ ପ୍ରେମିକଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ। ପରିବାରରେ ସମ୍ମାନ ବୃଦ୍ଧି ହେବ। ବିବାହିତ ଜୀବନ ମଧୁର ହେବ। ସ୍ୱାସ୍ଥ୍ୟ ମନୋବଳ ଭଲ ରହିବ, କିନ୍ତୁ ହାଡ଼ ଓ ପିଠିରେ ବେଦନା ହୋଇପାରେ। ହାଲୁକା ଅଭ୍ୟାସ ଓ ଯୋଗ ଲାଭଦାୟକ ହୋଇବ। ଦିଗ ଯୋଗିନୀ ଆପଣଙ୍କର ପୂର୍ବ ଦିଗ ଶୁଭ ଅଛି। ସତର୍କତା ଅନ୍ୟଙ୍କ ଉପରେ ଅତି ନିର୍ଭର କରିବେ ନାହିଁ। ଆଜିର ପ୍ରତିକାର ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଓ ଓଁ ଆଦିତ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ଏହା ଆପଣଙ୍କୁ ଆତ୍ମଶକ୍ତି ଓ ସଫଳତା ଦେବ। ଦିଗ ଯୋଗିନୀ ଆପଣଙ୍କର ପୂର୍ବ ଦିଗ ଶୁଭ ଅଛି। ସତର୍କତା ଅନ୍ୟଙ୍କ ଉପରେ ଅତି ନିର୍ଭର କରିବେ ନାହିଁ। ଆଜିର ପ୍ରତିକାର ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଓ ଓଁ ଆଦିତ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ। ଏହା ଆପଣଙ୍କୁ ଆତ୍ମଶକ୍ତି ଓ ସଫଳତା ଦେବ। ଏହା ହେଉଛି 10 ନଭେମ୍ବର 2025 ସୋମବାରର ମୀନ ରାଶିର ସମ୍ପୂର୍ଣ୍ଣ ରାଶିଫଳ। ମୀନ ରାଶିଫଳ ଆଜି ଆପଣଙ୍କ ପାଇଁ ଦିନ ମିଶ୍ର ଫଳଦାୟକ ରହିବ। ମନରେ ଶାନ୍ତି ଓ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ମାନସିକ ଭାବରେ ଆପଣ ଅଧିକ ସୃଜନଶୀଳ ଓ ସମ୍ବେଦନଶୀଳ ରହିପାରିବେ। ମୀନ ରାଶି ଆଜି ଆପଣଙ୍କ ପାଇଁ ଦିନ ମିଶ୍ର ଫଳଦାୟକ ରହିବ। ମନରେ ଶାନ୍ତି ଓ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ମାନସିକ ଭାବରେ ଆପଣ ଅଧିକ ସୃଜନଶୀଳ ଓ ସମ୍ବେଦନଶୀଳ ରହିପାରିବେ। କାର୍ଯ୍ୟ ଓ ବ୍ୟବସାୟ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ। ନୂତନ ପ୍ରକଳ୍ପ ଆରମ୍ଭ କଲେ ଭଲ ଫଳ ମିଳିପାରେ। ବ୍ୟବସାୟରେ ନୂତନ ଚୁକ୍ତି ହେବା ସମ୍ଭାବନା ଅଛି। ଆର୍ଥିକ ଅବସ୍ଥା ପୁରୁଣା ବିନିଯୋଗରୁ ଲାଭ ମିଳିପାରେ, କିନ୍ତୁ ବଡ଼ ଖର୍ଚ୍ଚ କରିବା ପୂର୍ବରୁ ଭଲ ଭାବେ ଭାବନା କରନ୍ତୁ। ଆର୍ଥିକ ଭାବେ ଦିନ ସାଧାରଣ ରହିବ। କାର୍ଯ୍ୟ ବ୍ୟବସାୟ କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ। ନୂତନ ପ୍ରକଳ୍ପ ଆରମ୍ଭ କଲେ ଭଲ ଫଳ ମିଳିପାରେ। ବ୍ୟବସାୟରେ ନୂତନ ଚୁକ୍ତି ହେବା ସମ୍ଭାବନା ଅଛି। ଆର୍ଥିକ ଅବସ୍ଥା
ପୁରୁଣା ବିନିଯୋଗରୁ ଲାଭ ମିଳିପାରେ, କିନ୍ତୁ ବଡ଼ ଖର୍ଚ୍ଚ କରିବା ପୂର୍ବରୁ ଭଲ ଭାବେ ଭାବନା କରନ୍ତୁ। ଆର୍ଥିକ ଭାବେ ଦିନ ସାଧାରଣ ରହିବ। ପ୍ରେମ ଓ ପରିବାର। ପ୍ରେମ ସମ୍ପର୍କରେ ଭରସା ବଢ଼ିବ। ପରିବାରରେ ଆନନ୍ଦ ଓ ସହଯୋଗ ମିଳିବ। ଦମ୍ପତି ଜୀବନ ମଧୁର ରହିବ। ସ୍ୱାସ୍ଥ୍ୟ ସାଧାରଣ ଠକାନି ଅନୁଭବ ହୋଇପାରେ। ଶରୀରକୁ ବିଶ୍ରାମ, ସାତ୍ତ୍ୱିକ ଖାଦ୍ୟ ଦିଅନ୍ତୁ। ପାଣି ଅଧିକ ପିଅନ୍ତୁ। ପ୍ରେମ ପରିବାର। ପ୍ରେମ ସମ୍ପର୍କରେ ଭରସା ବଢ଼ିବ। ପରିବାରରେ ଆନନ୍ଦ ଓ ସହଯୋଗ ମିଳିବ। ଦମ୍ପତି ଜୀବନ ମଧୁର ରହିବ। ସ୍ୱାସ୍ଥ୍ୟ ସାଧାରଣ ଠକାନି ଅନୁଭବ ହୋଇପାରେ। ଶରୀରକୁ ବିଶ୍ରାମ ଓ ସାତ୍ତ୍ୱିକ ଖାଦ୍ୟ ଦିଅନ୍ତୁ। ପାଣି ଅଧିକ ପିଅନ୍ତୁ। ଦିଗ ଯୋଗିନୀ। ଆପଣଙ୍କର ପୂର୍ବ ଦିଗ ଶୁଭ ଅଛି। ସତର୍କତା, ଅନ୍ୟଙ୍କ କଥାରେ ଶୀଘ୍ର ବିଶ୍ୱାସ ନ କରନ୍ତୁ। ଆଜିର ପ୍ରତିକାର, ବିଷ୍ଣୁ ମନ୍ଦିରକୁ ଯାଇ ତୁଳସୀ ଦଳ ଅର୍ପଣ କରନ୍ତୁ। ଓଁ ନମୋ ନାରାୟଣ ମନ୍ତ୍ର ଜପ କଲେ ମନ ଶାନ୍ତି ଓ କାର୍ଯ୍ୟ ସଫଳ ହେବ। ଦିଗ ଯୋଗିନୀ। ଆପଣଙ୍କର ପୂର୍ବ ଦିଗ ଶୁଭ ଅଛି। ସତର୍କତା, ଅନ୍ୟଙ୍କ କଥାରେ ଶୀଘ୍ର ବିଶ୍ୱାସ ନ କରନ୍ତୁ। ଆଜିର ପ୍ରତିକାର, ବିଷ୍ଣୁ ମନ୍ଦିରକୁ ଯାଇ ତୁଳସୀ ଦଳ ଅର୍ପଣ କରନ୍ତୁ। ଓଁ ନମୋ ନାରାୟଣ ମନ୍ତ୍ର ଜପ କଲେ ମନ ଶାନ୍ତ ଓ କାର୍ଯ୍ୟ ସଫଳ ହେବ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ହର ହର ମହାଦେବ। ବନ୍ଦେ ମାତରମ୍।